ବିଭିନ୍ନ ପ୍ରକାର ଗଛ ଦେଖିଥିବେ କିନ୍ତୁ ଗଛ ଭିତରେ ଆପଣ ଜୁହି ଯଦି ଲଗେଇଛନ୍ତି ତା ଭିତରେ ଫରକ କ'ଣ ଆପଣ ନିଶ୍ଚିତ ଜାଣିପାରିବେ ଯଦି ଦେଶୀ ହାଇବ୍ରିଡ ଆଉ ଗୋଟେ ହେଲା ମିନି ଜୁହି ଏ ତିନିଟା ଭେରାଇଟି ଯଦି ଲଗାଉଛନ୍ତି। ଆଜି ମୁଁ ସେଇ ତିନି ପ୍ରକାର ଜୁହି ବିଷୟରେ କହିବି। ତ ଦେଶୀ ଜୁହିର କ'ଣ କାମ, ହାଇବ୍ରିଡ ଜୁହି କେଉଁ ମାସରେ ଫୁଟେ ଆଉ ତା ସାଥିରେ ମିନି ଭେରାଇଟି ଜୁହି ବିଷୟରେ। ତ ତିନିଟା ଯାକ ବିଷୟରେ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ତ ଦେଶୀ ଜୁଇ ହେଲା ଶୀତ ଦିନ ହେବ ମାନେ ସେ ଗଛଟା ଦେଖିବେ ପୁରା ଫୁଲରେ ଭର୍ତ୍ତି ରହେ। ଛୋଟ ଛୋଟ ସାଇଜ୍ର ଫୁଲ ଆସେ କିନ୍ତୁ ଗଛଟା ଯେତେବେଳେ ପୁରା ପୁରି ଉଠେ ନା ତ ବହୁତ ବଢ଼ିଆ ଲାଗେ। ମାନେ ଗୋଟେ ଏକା ସାଥିରେ ପ୍ରତ୍ୟେକଟି ଡାଳ କୁଆରେ ଏମିତିଆ ଫୁଲ ଥାଏ। ଆଉ ସେଇଟା ପତ୍ର ସାଇଡ଼ରେ ତାର ଏମିତି ଫୁଲ ଡେମ୍ଫ ବାହାରିଥାଏ। ସେମିତି ନୁହେଁ ଯେ ଆମେ କେବଳ ଏମିତି ପେନ୍ଥା ଧରିକି ଫୁଲଟା ଆସିବ ଫୁଟିବ। କିନ୍ତୁ ହାଇବ୍ରିଡ ଜୁଇ ଦେଖିପାରୁଥିବେ ପୁରା ପେନ୍ଥି ଧରିକି ଆସୁଛି ଆଉ ସେଇଟା ଥୋପା ଥାକ ଧରିକି ଫୁଲଟା ଫୁଟୁଛି। ଦେଖିବାକୁ ଏଟା ବି ଭଲ ଲାଗୁଛି କିନ୍ତୁ ଦେଶୀ ଜୁଇଟା ମୋତେ ଟିକେ ଅଧିକା ଭଲ ଲାଗେ କାରଣ ପତ୍ର ସାଇଡ଼ରେ ଗୋଟେ ଗୋଟେ ଫୁଲ ବି ଥିବ ଆଉ ପତ୍ର ବି ଥିବ, ଦେଖିବାକୁ ଲାଗେ ଯେମିତି କି ସଜେଇ ରଖି। କିନ୍ତୁ ଫରକ ବାସ୍ ଏଥିରେ ଏତିକି, ଦେଶୀ ଜୁହିଟା ଫୁଲ ଗୋଟେ ଦିନ ଭିତରେ ସେଇଟା ଝଡ଼ିଯାଏ, ମାନେ ଅଧିକା ଜମା ରହେନି କାରଣ ତାର ଡେମ୍ଫ ବି ପତଳା, ଫୁଲ ପାଖୁଡ଼ା ବି ପତଳା, ଯେଉଁଥିପାଇଁ ସାଙ୍ଗେ ସାଙ୍ଗେ ମଉଳିଯାଏ। କିନ୍ତୁ ହାଇବ୍ରିଡ ଜୁହି ଗୋଟେ ଦିନ ନୁହେଁ ଏଇଟା 3 ଦିନ ପର୍ଯ୍ୟନ୍ତ ଏ ଗଛରେ ଏମିତିଆ ରହିଥାଏ। ଆଉ ୟାର ଡେମ୍ଫ ଗୁଡ଼ାକ ବହୁତ ମୋଟା ଥାଏ। ତା ସାଥିରେ ୟାର ଯେଉଁ ହେଉଛି ଫୁଲର ପାଖୁଡ଼ା ଗୁଡ଼ାକ ନା ଦେଖିପାରୁଥିବେ ଟିକେ ମୋଟାଳିଆ ଆଉ ତା ସାଥିରେ ଟିକେ ବଡ଼ ମଧ୍ୟ, ମାନେ ଦେଶୀ ଫୁଲଟା ଟିକେ ଛୋଟ, ଏଇଟା ଟିକେ ବଡ଼। ଆଉ ଏ ଦୁଇଟା ବିଷୟରେ ତ ଆପଣ ଜାଣିଲେ, ମିନି ଜୁହି ବିଷୟରେ ବି ଆପଣଙ୍କୁ କହିଦେଉଛି ଯେଉଁଟାକି ମୋର ଛାତ ଉପରେ ଲଗେଇଛି ଆଉ ସେଇଟା ବି ବହୁତ ସୁନ୍ଦର ଫୁଲ ଫୁଟୁଛି। କିନ୍ତୁ ଶୀତ ଦିନରେ ଆମର ଦେଶୀ ଜୁହିଟା ଫୁଲ ଫୁଟେ ଆଉ ଖରା ଦିନରେ ହାଇବ୍ରିଡ ଜୁହିଟା ଫୁଲ ଫୁଟେ। କିନ୍ତୁ ଆମର ମିନି ଜୁହିଟା ସବୁବେଳେ ଫୁଲ ଫୁଟେ, ମାନେ ଅଲ୍ ସିଜନ୍ ଫ୍ଲାୱାରିଂ ପ୍ଲାଣ୍ଟ, ମାନେ ବହୁତ ବଢ଼ିଆ ଲାଗେ। ଆଉ ୟା ଭିତରେ ସବୁଠୁ ମାନେ ମୋତେ ଅଲଗା ଲାଗେ କ'ଣ, ମାନେ ତିନିଟା ଯାକ ଗଛ ତାର ସିଜନ୍ ଅନୁସାରେ ଫୁଲ ଫୁଟିବା କଥା କିନ୍ତୁ ଏ ସବୁ ଗୁଡ଼ାକ ଅଲଗା ଅଲଗା ସିଜନରେ ଫୁଟୁ। ସବୁଠୁ ମୋତେ କିନ୍ତୁ ଭଲ ଲାଗେ ମିନି ଜୁହିଟା। ଆପଣମାନଙ୍କୁ ଭଲ ଲାଗେନି କହିବେ ତ?